ଆଜ୍ଞା ବରପାଲିରୁ ଆମେ ଆସିଛୁ। ମୋ ନାଁ ହେଉଛି ଶେଷଦେବ ପ୍ରଧାନ। ଗଙ୍ଗାଧର କ୍ଲବ୍ ପରେ ଆମର ଗୋଟେ ସିଲେଇ ଦୋକାନ ଅଛି। ଆମର ଲାଇନ୍ରେ କାଲି ନାପଜୁକ୍ କରୁଥିଲେ। ନାପଜୁକ୍ କଲା ପଚରା କଲେ ଏଇଟା ଯିବା ବୋଇଲେ 10 ମିନିଟ୍ ପରେ ସାଙ୍ଗେ ସାଙ୍ଗେ ଆନାଉନ୍ସ କଲେ ଯେ 23 ତାରିଖ ଏଇଟା ତାମାନେ ସବୁ ଭଙ୍ଗାରୁଜା ହେବା, ସମସ୍ତେ ଖର୍ଚ୍ଚରେ ନିଅ, କିଛି କ୍ଷୟକ୍ଷତି ହେଲେ ଗଭର୍ଣ୍ଣମେଣ୍ଟ ଦାୟୀ ନୁହେଁ ସେ ବୋଲିକି ଗୋଟେ ଆନାଉନ୍ସ କଲେ। ଆମର ଅଚାନକ ଏନ୍ତା ହେଲା। ତହସିଲଦାର ଥିଲେ, ଇଓ ଥିଲେ, ନାଇଁ ଏଇଟା ଅର୍ଡ଼ର ହେଇଛି, ଆମେ କାଁ କରିପାରମୁ, ଆର୍ ତୁମେ ଏଇଟା ଖାଲି କର, ନହେଲେ ଆମେ ଭାଙ୍ଗମୁ ବୋଇଲେ। ଆମେ ତ ଦୋକାନ ବଜାର କରିକରି ସବୁ ଗରିବ ଦୋକାନ ସବୁ ଲାଇନ୍ ଦେଖିକି ଆମର ଗୋଟେ ବଡ଼ ଦୋକାନ ବି ନାଇଁନ। ସିଲେଇ ଦୋକାନ, ସେଲୁନ୍ ଦୋକାନ, ଏନ୍ତା ସୂତା ବଟନ ଦୋକାନ, ଏନ୍ତା ଟାଇପ୍ର ଦୋକାନ ମାନେ ସେଇଟା ଅଛି ବୋଲେ ଆମେ ସବୁ ଗରିବ ଲୋକ। ସକାଳ ପାଇଲା ଦେଖୁଁ ଆଜ୍ଞା 2 ଦିନ ପରେ ଅଛି ନୂଆଖାଇ। ଯଦି ବରଷଟା ଗୋଟେ ତିହାର ହେସି ଆମର, ଯଦି ଆମର ଯଦି ଭଙ୍ଗାରୁ ଯଦି ଆମେ ଲାଗିଯିମୁ ବୋଲେ ଆମର ନୂଆଖାଇ ପର୍ବ କେମିତି ସାହେବ ଆମେ ପାଳନ କରିପାରମୁ। ଯଦି ଆଜ୍ଞା ଭାଙ୍ଗି ନେବେ ସେ ଆମର ରୋଡ଼ ନାପିଲେ ରୋଡ଼ ସହି ଠିକ୍ ଅଛି, ଖାଲି ଆମର ବାରଣ୍ଡା ମାନେ ଖୋଲିଦେଲେ ରୋଡ଼ ସେନ ରେଡ଼ି ହେଇଯିବା। ଆମର ପଡ଼ିଆରେ ପଡ଼ିଆ ଅଛି, ଯଦି ପଡ଼ିଆରେ କି ଆମ ଦୋକାନ ଟିକେ ଘୁଚେଇକିରି ଯଦି ବନେଇଲେ ବି ଆମେ ବନାମୁ, କିମ୍ବା ସେମାନେ ବନେଇକିରି ଦେଲେ ବି ଆମେ ସେନ ରହେମୁ। କିଛି ସେମାନେ ନାଇଁ କହିବା ସାଙ୍ଗେ ସାଙ୍ଗେ ଖାଲି ଭାଙ୍ଗି ନିଅ। ତ ଭାଙ୍ଗବାର ଆଗରୁ ନୋଟିସ୍ ଦିଆଯାଏ, ଆପଣଙ୍କୁ ନୋଟିସ୍ ଦିଆଯାଇଥିଲା? ନାଇଁ ଆଜ୍ଞା କିଛି ନାଇଁ। ଫେର ଦେଖୁନ୍ ବର୍ଷା ମାସେ କାହାରି ଘର ଦ୍ୱାର ହେଲେ ଭଙ୍ଗା ହେସି, କିମ୍ବା ଭଡ଼ା ବାଲି ତ ଖାଲି ବି ନା କରନ୍। ତ ବର୍ତ୍ତମାନ ଇହାଦେ ଆପଣ କାଣା ଚାହୁଁଛନ୍? ଆମକୁ ଆଗକେ ଟିକେ ଟାଇମ୍ ଦିଆଯାଉ। ନୂଆଖାଇ ପରେ କଲେ ଠିକ୍ ହବ କହୁଛନ୍? ନୂଆଖାଇ ପରେ କରୁନ୍, ଆମର ଥଇଥାନ କର। ନୂଆଖାଇ ପରେ ଥଇଥାନ କଲେ ସୁବିଧା ହବ। ହଁ ଆଜ୍ଞା, ଆମେ ହେଥିର୍ ଲାଗି ଆଜ୍ଞାଙ୍କର ପାଖକେ ଇଟା ଆସିଛୁ ରିକ୍ୱେଷ୍ଟ କରବାର୍ ଲାଗି।